ମଧୁବାବୁ କହିଲେ ଆଜିଠାରୁ ଗରିବ ଲୋକକୁ ମାଗଣାରେ କ୍ଷୀର ବିକିବି। ନମସ୍କାର ଦର୍ଶକ ବନ୍ଧୁ, ଏଇ ଯେଉଁ ମାଟିରେ ଆମେ ଛିଡ଼ା ହେଇଛୁ ଏ ଗୋଟେ ପବିତ୍ର ମାଟି, ଯେଉଁ ମାଟିରେ ଓଡ଼ିଶାର ଗୋଟେ ଭବିଷ୍ୟତ ଲେଖା ହେଇଥିଲା। ମୋ ପିଲାମାନେ ବହୁତ ଥର କହିଥିଲେ ଆମେ ମଧୁବାବୁଙ୍କ ଜନ୍ମସ୍ଥାନ ଯିବା। ଆଜି ଆମକୁ ସୁଯୋଗ ମିଳିଲା, ଆମେ ଆସିଛୁ। ଆଉ ମଦନ ଜାଣିଛୁ ମଧୁବାବୁ ବିଷୟରେ? ମଧୁବାବୁ ବିଷୟରେ କ'ଣ ଜାଣିଛୁ କହିଲୁ? ବହିରେ ପଢ଼ିଥିଲୁ? କ'ଣ ପଢ଼ିଥିଲୁ? ଏଇଠିକା ଜାଣ। ହଁ, ମଧୁବାବୁ କ'ଣ ଜାଣିଛୁ ବହିରେ ପଢ଼ିଥିଲୁ କହିଲୁ? ମଧୁବାବୁଙ୍କ ଘର ହେଲା କଟକ ସତ୍ୟଭାମାପୁର, କଟକ ଜିଲ୍ଲା ସତ୍ୟଭାମା। ଏଇଠି ତ ଆମେ ଅଛେ ଆଉ। ସତ୍ୟଭାମାପୁର। ଆମେ ବହିରେ ପଢ଼ିଥିଲୁ ଦିନେ ସୁଦାମ ଗରିବ ଲୋକକୁ ପଇସାରେ କ୍ଷୀର ବିକିଲେ ବୋଲି ମଧୁବାବୁ ତାକୁ ଡାକିଲେ, ଏଇଠିକି ଆସିବେ। ତାପରେ ସୁଦାମ କହିଲେ, ସୁଦାମ କିଛି ନ ନୁଚାଇକି ମଧୁବାବୁ କତିକି ଗଲା। ମଧୁବାବୁ କହିଲେ ଛି ଛି, ତୁ ଶେଷରେ ଗରିବ ଲୋକକୁ ପଇସାରେ କ୍ଷୀର ବିକୁଛୁ, ପଇସା ନେଇ କ'ଣ କରୁଛୁ? ତାପରେ ସୁଦାମ କହିଲା ଏ ପଇସାରେ ମୁଁ ଦାନା ମୋ ଗାଈକି ଦଉ। ତୋ ଯଦି ଦାନା, ମଧୁବାବୁ କହିଲେ ତୋ ଯଦି ଦାନା ଅଭାବ ହେଉଛି ମତେ କହିଲୁନି। ତାପରେ କ'ଣ ହେଲା? ତାପରେ ମଧୁବାବୁ କହିଲେ ଆଜିଠାରୁ ଗରିବ ଲୋକକୁ ମାଗଣାରେ କ୍ଷୀର ବିକିବି। ସେଦିନ ଠାରୁ ସୁଦାମ ଗରିବ ଲୋକକୁ ମାଗଣାରେ କ୍ଷୀର ବିକୁଛି। ଯାହା ହଉ, ବହୁତ ମଧୁବାବୁ ବିଷୟରେ ଜାଣିଛ। ଆଉ ପଢ଼ୁଛ ତ ସବୁଥିରେ? ଆଉ ଭଲ ପଢ଼ୁଛ ତ? କେଉଁ କ୍ଲାସ୍ରେ ପଢ଼ୁଛ? ଚତୁର୍ଥରେ ମୁଁ ପଢ଼ୁଛି। ଚତୁର୍ଥ। ହଉ। ଆହୁରି ମଧୁବାବୁ ବିଷୟରେ ବହୁତ ଜିନିଷ ଜାଣ। ବହୁତ ଜିନିଷ ଜାଣିବ। ତାଙ୍କର ଯେତେବେଳେ ଦେଖିଲ ଏଇଠି ମଧୁବାବୁ ଜନ୍ମ ହୋଇଥିଲେ, ତାଙ୍କର ଏଇଟାକୁ ଆମେ ଏନ୍ତୁଡ଼ିଶାଳ ବୋଲି କହିଥାଉ, ହେଲା। ଆଉ ଦେଖିକି ଜାଣିଛୁ, ସାଙ୍ଗ ପିଲାଙ୍କୁ ବି କହିବ ସମସ୍ତେ ଟିକେ ବୁଲିକି ଏଇଟାକୁ ଦେଖିବେ, ବୁଝିଲି ନା। ଆକୁ ସିନା ଦେଖିଲେ ତମେ ମଧୁବାବୁ ବିଷୟରେ ଆହୁରି ବହୁତ ଜାଣିବ। ଚାଲ ଦେଖିବା କ'ଣ ଅଛି। ମଦନ, ହେଇ ଘର ଦେଖିବା। ଏଇଟା ଥାଉ। ଆସ। ଏଇଟା ହେଉଛି ମାଟି ଘର, ମାନେ ସେ ଦିନରୁ ମାନେ ସାଇତା ହେଇକି ରଖାଯାଇଛି ଏ ଘରକୁ। ଦେଖ ଏଇଠି ଏଇ କାନ୍ଥରେ ଆଉ ମଧୁବାବୁଙ୍କର ସବୁ ଫଟୋ ଚିତ୍ର ଅଛି। ଏଇଟା ହେଉଛି ଲେଖା। ଏଇଟା ମଧୁବାବୁଙ୍କ ତାଙ୍କ ନିଜ ହାତରେ ବି ଲେଖିଥିଲେ। ଏଇଠି କ'ଣ ଲେଖା ହେଇଛି ପଢ଼ିଲ? ବୀର ପ୍ରସଙ୍ଗୀ କୋଟି ସୁତ ମାତା, ପାଇବ କି ଦର୍ଶନ ମୋ ଭଳି ନିର୍ଗୁଣ ଧନମାନହୀନ ସନ୍ତାନ କଲେ ଗୁଣେନ। ଗୋଟିଏ ସନ୍ତାନ ଗୋଟିଏ ସ୍ୱରରେ ଜନନୀ ଜନନୀ ଡାକ, ଦୃଷ୍ଟାରେ କାତର ଗୁଣନକୁ ଗୃହୀ ଯେ। ଏଇ ଦେଖ ଏକରେ ଆହୁରି କ'ଣ ଅଛି ଦେଖ। ତାଙ୍କର ଏଇ ଯେଉଁ ବାର୍ଷିକ ଶ୍ରାଦ୍ଧ ଉତ୍ସବ ହେଇଥିଲା ତ ପରଦିନ, ସେଥିପାଇଁ ସବୁ ଚିତା ଫିତା ପଡ଼ିଛି, ସବୁ ସଜ ହେଇଛି। ମାଟି ଘର। ଠିକ୍ ଅଛି।